ଆଜି ଦେଖିବା +3 4th ସେମିଷ୍ଟାରର ପଲିଟିକାଲ ସାଇନ୍ସ ଅନର୍ସର ମେଜର 8 ତା ପୂର୍ବରୁ ଭିଡ଼ିଓ ଲାଇକ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ। ଏଟା ହେଲା ଫାର୍ଷ୍ଟ ୟୁନିଟ୍, ତାପରେ ଧୀରେ ଧୀରେ ମୁଁ ଅପଲୋଡ଼ କରିବି ସେକେଣ୍ଡ ୟୁନିଟ୍, ଥାର୍ଡ଼ ୟୁନିଟ୍, ଫୋର୍ଥ ୟୁନିଟ୍। ଭାରତୀୟ ରାଜନୀତିରେ ପ୍ରମୁଖ ପ୍ରତିଦ୍ୱନ୍ଦିତା, ଏଟା ହେଲା ଫାର୍ଷ୍ଟ ୟୁନିଟ୍। ଏଟା ରାଷ୍ଟ୍ର ବିଷୟରେ ଅଛି। ମୁଁ ଗୋଟେ ଲମ୍ବା କ୍ଲାସ୍ ଦେଇଦେବି ଖାଲି ବିଷୟରେ, ତୁମେ ଏଟା ଦେଖିଦେବ। ସ୍ୱାଧୀନ ଭାରତରେ ଦେଶୀୟ ରାଜ୍ୟ ମିଶ୍ରଣ କେଉଁ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ? ତା ଆନ୍ସର ହେବ ରାଷ୍ଟ୍ର ନିର୍ମାଣ। 2ରେ ନିମ୍ନୋକ୍ତ ମଧ୍ୟରୁ କେଉଁଟି ଆମର ଜାତୀୟ ବା ସରକାରୀ ସଂକେତ ଅଟେ? ତା ଆନ୍ସର ହେବ ଅଶୋକ ସ୍ତମ୍ଭ। ଏଟା ସମସ୍ତେ ଜାଣିଥିବ। 3ରେ ରାଷ୍ଟ୍ର ନିର୍ମାଣର ସଫଳତା ସାବ୍ୟସ୍ତ ନିମନ୍ତେ ଏଗୁଡ଼ିକ ମଧ୍ୟରୁ କେଉଁଟି ଏକ ସଙ୍କଟ ବା ପରୀକ୍ଷଣ ନୁହେଁ? ତା ଆନ୍ସର ହେବ ବିଭାଜନ। 4 ଏଗୁଡ଼ିକ ମଧ୍ୟରୁ କେଉଁଟି ରାଷ୍ଟ୍ର ନିର୍ମାଣର ଏକ କାରକ ବା ଉପାଦାନ ନୁହେଁ? ତା ଆନ୍ସର ହେବ ଗୋଷ୍ଠୀବାଦର ପ୍ରସାର। 5 ନିମ୍ନୋକ୍ତ ମଧ୍ୟରୁ କେଉଁଟି ରାଷ୍ଟ୍ର ନିର୍ମାଣ ପ୍ରତି ଏକ ଆହ୍ୱାନ? ତା ଆନ୍ସର ହେବ ଉପରୋକ୍ତ କେଉଁଟା ନୁହେଁ, ଆଙ୍କ ଭିତରୁ କେଉଁଟା ନୁହେଁ। 6 ଏଗୁଡ଼ିକ ମଧ୍ୟରୁ କେଉଁଟି ରାଷ୍ଟ୍ର ନିର୍ମାଣର ପ୍ରତିବନ୍ଧକ ନୁହେଁ? ତା ଆନ୍ସର ହେବ ଶିଳ୍ପ ପ୍ରସାରଣ। 7 ନିମ୍ନୋକ୍ତ ମଧ୍ୟରୁ କେଉଁଟି ଭାରତର ଜାତୀୟ ବିଚାରଧାରା ଅନ୍ତର୍ଭୁକ୍ତ ନୁହେଁ? ତା ଆନ୍ସର ହେବ ଜାତୀୟତାବାଦ। 8 ଆମ ଦେଶର କେଉଁ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳରେ 2019 ମସିହା ପର୍ଯ୍ୟନ୍ତ ସ୍ୱତନ୍ତ୍ର ସମ୍ବିଧାନ କାର୍ଯ୍ୟ କରୁଥିଲା? ତା ଆନ୍ସର ହେବ ଜାମ୍ମୁ କାଶ୍ମୀର। 9 ଭାରତୀୟ ଜାତୀୟ ପତାକାର ନକ୍ସା କିଏ ପ୍ରସ୍ତୁତ କରିଥିଲେ? ତା ଆନ୍ସର ହେବ ପିଙ୍ଗିଳି ଭେଙ୍କିୟା। 10 କେଉଁ ମସିହାରେ ରବୀନ୍ଦ୍ରନାଥ ଠାକୁରଙ୍କ ଦ୍ୱାରା ରଚିତ ଜନଗଣ ମନ ଅଧିକୁ ଜାତୀୟ ସଙ୍ଗୀତ ରୂପେ ଗ୍ରହଣ କରାଯାଇଥିଲା? ତା ଆନ୍ସର ହେବ 1952। 11 ଜାତି ଶବ୍ଦଟି କେଉଁ ଭାଷାର ଶବ୍ଦ ନେସିଓରୁ ଆନିତ? ତା ଆନ୍ସର ହେବ ଲାଟିନ୍। ଲାଟିନ୍ ଶବ୍ଦ ନେସିଓର ଅର୍ଥ କ'ଣ? ତା ଆନ୍ସର ହେବ ଜନ୍ମ। 13 ନିମ୍ନୋକ୍ତ ମଧ୍ୟରୁ କେଉଁଟି ଭାରତରେ ଜାତି ଗଠନ ପ୍ରତି ଏକ ଆହ୍ୱାନ ନୁହେଁ? ଆଞ୍ଚଳିକତାବାଦ, ଧର୍ମନିରପେକ୍ଷତାବାଦ, ଜାତିଅଣାବାଦ, ଆତଙ୍କବାଦ। ତା ଆନ୍ସର ହେବ ଧର୍ମନିରପେକ୍ଷତାବାଦ। 14 ନିମ୍ନୋକ୍ତ ମଧ୍ୟରୁ କେଉଁଟି ଜାତି ଗଠନର ପ୍ରତିବନ୍ଧକ ଅଟେ? ତା ଆନ୍ସର ହେବ ଉପରୋକ୍ତ ସମସ୍ତ। ଅର୍ଥନୈତିକ ବୈଷମ୍ୟ, ଦାରିଦ୍ର୍ୟ ଓ ନିରକ୍ଷରତା, ଆତଙ୍କବାଦ ଓ ଅହିଂସା ଉପରୋକ୍ତ ସମସ୍ତ। ଏଇଟା ହେବ ଡିଟା ହେଲା ଆନ୍ସର, ଉପରୋକ୍ତ ସମସ୍ତ। ଜନମଙ୍ଗଳ ରାଷ୍ଟ୍ରର ଧାରଣା ପ୍ରଥମେ କେଉଁଠି ପ୍ରସାର ଲାଭ କରିଥିଲା? ତା ଆନ୍ସର ହେବ ଇଂଲଣ୍ଡ। ଜନମଙ୍ଗଳ ରାଷ୍ଟ୍ର କେଉଁ ଧାରଣା ଉପରେ ପର୍ଯ୍ୟବେସିତ? ତା ଆନ୍ସର ହେବ ସାମାଜିକ ଉଦାରବାଦ। 17 କେଉଁ ମସିହାରେ ଇଂଲଣ୍ଡରେ ସାମାଜିକ ବୀମା ଉପରେ ବିଭେରିଜ ରିପୋର୍ଟ ପ୍ରସ୍ତୁତ ହୋଇଥିଲା? ତା ଆନ୍ସର ହେବ 1942। ଜନମଙ୍ଗଳ ରାଷ୍ଟ୍ର କେଉଁ ଅର୍ଥନୀତି ଉପରେ ଗୁରୁତ୍ୱ ପ୍ରଦାନ କରେ? ତା ଆନ୍ସର ହେବ ମିଶ୍ରିତ ଅର୍ଥନୀତି। ଏଇଟା ହେଲା ଲଙ୍ଗ ଟାଇପ୍, ତାପରେ 5 ମାର୍କ କ୍ୱେଶ୍ଚିନ୍ ଡାଇରେକ୍ଟ। ତାପରେ ଏଗୁଡ଼ା ହେଲା 5 ମାର୍କ କ୍ୱେଶ୍ଚିନ୍, ମୁଁ ସ୍କ୍ରୋଲ କରୁଛି ଦେଖିଦିଅ। ଏଇଠି 2 ପେଜ୍ ଯାକେ ମୁଁ ଫଟୋ ଉଠେଇ ଦେଇଛି, ଜୁମ୍ କରି ଦେଖିଦେବ, ଦେଖା ହେବ। ନ ଦେଖା ହେଲେ ଆମ ଡେସ୍କ୍ରିପସନ୍ ବକ୍ସରେ ଲିଙ୍କ୍ ଅଛି ଟେଲିଗ୍ରାମ ଗ୍ରୁପ୍ର, ସେଠି ଯାଇ ଜଏନ୍ ହେଇଯାଅ, ସେଠି PDF ମିଳିଯିବ। ତା ପୂର୍ବରୁ ଭିଡ଼ିଓ ଲାଇକ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ। କହିଛି ସବୁ PDF ଯୋଗେଇବି ମାନେ ଯୋଗେଇଦେବି। ବହୁତ ଅଛି ବୋଧେ। ତାପରେ ୟୁନିଟ୍ 2 ଆସିବ, ଆଉ ପରେ ମୁଁ କ୍ଲାସ୍ କରିମି, ଅପଲୋଡ଼ ବି କରିଦେମି। ହଉ ହଉ।